हजरत मिर्जा गुलाम अहमद प्रतिश्रुत मसीह ओ मेहदी कहिछंती ଏହା ଅତି ନିର୍ବୋଧତା ଓ ଅଜ୍ଞତାର ପରିଚୟ ଯେ ଏହି ଯୁଗର କେତେକ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ କିଛି ନ ବୁଝି ନ ସୁଝି କହିଦେଉଛନ୍ତି ଯେ ହଜରତ ମୁହମ୍ମଦ ସଲ୍ଲଲ୍ଲାହୁ अलैहि वसल्लम ଜୋର ଜବରଦସ୍ତି ମୁସଲମାନ କରିବା ପାଇଁ ତରବାରୀ ଉଠାଇଥିଲେ। ଅବୁଝା ପାଦ୍ରୀ ମାନେ ମଧ୍ୟ ଏହି ସନ୍ଦେହରେ ପଡ଼ିଛନ୍ତି। ମାତ୍ର ଏହି କପୋଳ କଳ୍ପିତ ଧାରଣା ମିଥ୍ୟା ବ୍ୟତୀତ ଆଉ କଣ ହୋଇପାରେ? ଏପରି ଏକ ଧର୍ମ ପ୍ରତି ବଳ ପ୍ରୟୋଗର ଅଭିଯୋଗ କରାଯାଉଛି ଯାହାର ପ୍ରଥମ ନୀତି ଶିକ୍ଷା ହେଉଛି ଲା ଇକ୍ରାହ ଫିଦ୍ଦୀନ, ଅର୍ଥାତ୍ ଧର୍ମ ଅବଲମ୍ବନ କରିବା ବିଷୟରେ କୌଣସି ବଳ ପ୍ରୟୋଗ କରାଯିବା ଆଦୌ ଉଚିତ ନୁହେଁ। ବରଂ ଆମ ପ୍ରିୟ ନବୀ ତଥା ତାଙ୍କ ଅନୁଚରମାନେ ଶତ୍ରୁମାନଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସେମାନଙ୍କ ସହିତ ଲଢ଼େଇ କରୁଥିଲେ, କିମ୍ବା ସେମାନଙ୍କ ଯୁଦ୍ଧ କରିବାର ଉଦ୍ଦେଶ୍ୟ ଏହା ମଧ୍ୟ ଥିଲା ଯେ କିପରି ସାମାଜିକ ପରିବେଶରେ ଶାନ୍ତି ରକ୍ଷା କରାଯାଇପାରିବ। ଯେଉଁମାନେ ତରବାରୀ ବଳରେ ଧର୍ମ ପାଳନକୁ ପ୍ରତିରୋଧ କରିବାକୁ ଚାହୁଁଥିଲେ, ସେମାନଙ୍କୁ ତରବାରୀ ଚାଳନାରୁ ନିବୃତ୍ତ ରଖି କିପରି ପଛକୁ ହଟାଇ ଦିଆଯାଇପାରିବ। ତରିୟାକୁଲ କୁଲୁବ ପୃଷ୍ଠା 16।